ପିଲାମାନେ ଚାଲ ଆଜି ପଢ଼ିବା ତୁମ ସାହିତ୍ୟ ବହିର ପାଠର ନାମ ହେଲା ରାଜାଙ୍କ ନୂତନ ପରିଚ୍ଛଦ। ତ ପିଲାମାନେ ଏ ପାଠକୁ ଲେଖିଛନ୍ତି କାଳିନ୍ଦୀ ଚରଣ ପାଣିଗ୍ରାହୀ। ଠିକ୍ ଅଛି ପିଲାମାନେ, ତାହେଲେ ଦେଖ ଏଇଟା କିଏ ବସିଛନ୍ତି ପିଲାମାନେ? ଏଇଟା ସେହି ରାଜା ବସିଛନ୍ତି। ଦେଖ ରାଜା ବସିଛନ୍ତି ପିଲାମାନେ, ତାଙ୍କ ଏଇଟା ରାଜାଙ୍କର ଏଇଟା ମନ୍ତ୍ରୀ, ତାଙ୍କର ଏଇଟା ସୈନ୍ୟମାନେ ଅଛନ୍ତି। ଠିକ୍ ଅଛି, ଚାଲ ତାହେଲେ ପାଠକୁ ଆରମ୍ଭ କରିବା। ଦେଖ ଗୋଟିଏ ଦେଶରେ ଜଣେ ରାଜା ଥିଲେ। ପ୍ରତିଦିନ ଗୋଟିଏ ଗୋଟିଏ ନୂତନ ପୋଷାକ ପିନ୍ଧିବା ଥିଲା ତାଙ୍କର ପ୍ରଧାନ ସଉକ। ସେ ଯେ ଭଲ ଶାସନ କରୁଥାନ୍ତି ଅଥବା ଭଲରେ ପ୍ରଜାପାଳନ କରୁଛନ୍ତି ଏକଥା କେହି ନ କହି ବରଂ କହନ୍ତି ରାଜା ଆଜି ଭଲ ପୋଷାକ ପିନ୍ଧିଛନ୍ତି। ନୂତନ ପରିଚ୍ଛଦ ପାଇଁ ରାଜା ଏକ ପ୍ରକାର ପାଗଳ ହୋଇ ପଡ଼ିଥିଲେ। ଥରେ ସେ ଘୋଷଣା କଲେ ଯେ ଯେଉଁ କାରିଗର ତାଙ୍କ ପାଇଁ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ତିଆରି କରିପାରିବ ତାକୁ ସେ 1,000 ସ୍ୱର୍ଣ୍ଣ ମୁଦ୍ରା ପୁରସ୍କାର ଦେବେ। ଏ ସମ୍ବାଦ ଶୁଣି ଦୁଇଜଣ ଶଠ ଅର୍ଥ ଲୋଭରେ ରାଜାଙ୍କ ସମ୍ମୁଖରେ ଯାଇ ଉପସ୍ଥିତ ହୋଇ କହିଲେ, ମହାରାଜ, ଆମ୍ଭେ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ଆପଣଙ୍କ ନିମନ୍ତେ ପ୍ରସ୍ତୁତ କରିଦେବୁ। ସେଭଳି ପୋଷାକ ଆଜି ପର୍ଯ୍ୟନ୍ତ କେହି ଦେଖିନଥିବେ। ସେ ହେବ ଏକ ଅଦ୍ଭୁତ ପୋଷାକ। ତାର ବିଚିତ୍ର ଗୁଣ ହେଉଛି ଏହି ଯେ ଯେଉଁ ଲୋକ ବୁଦ୍ଧିହୀନ ଏବଂ ନିଜ ଆସନର ଅଯୋଗ୍ୟ ତାହାର ଚକ୍ଷୁରେ ସେ ବସ୍ତ୍ର ଆଦୌ ଦେଖାଯିବ ନାହିଁ। ରାଜା ଭାବିଲେ ଏହା ନିଶ୍ଚୟ ଏକ ଅଦ୍ଭୁତ ପରିଚ୍ଛଦ ହେବ। ସେ କାରିଗର ଦୁଇ ଜଣଙ୍କୁ ପଚାରିଲେ, ଏପରି ଏକ ପରିଚ୍ଛଦ ତିଆରି କରିବାରେ କେତେ ଅର୍ଥ ଖର୍ଚ୍ଚ ହେବ? ଶଠ ଦୁହେଁ ଯେଉଁ ପରିମାଣର ରେଶମ ସୂତା, ସ୍ୱର୍ଣ୍ଣ ଜରି ଓ ମୋତି ମାଣିକ୍ୟର ହିସାବ ଦେଲେ, ତାହା ଶୁଣି ରାଜା ଅଧିକ ଆନନ୍ଦିତ ହେଲେ। ସେ ଭାବିଲେ ଏଭଳି ମୂଲ୍ୟବାନ ପୋଷାକ ତ ମୋ ଭଣ୍ଡାରରେ ନାହିଁ। ତହୁଁ ସେ କାରିଗର ଦୁହିଁଙ୍କୁ କହିଲେ, ଆଜିଠାରୁ 15 ଦିନ ମଧ୍ୟରେ ଏହି ପୋଷାକ ସମ୍ପୂର୍ଣ୍ଣ କରି ଆମ୍ଭକୁ ଦେବ। ଏହି ମୂଲ୍ୟବାନ ପୋଷାକ ପିନ୍ଧି ଆମ୍ଭେ ଏଥର ଆମ୍ଭ ଜନ୍ମଦିନ ପାଳନ କରିବୁ। ରାଜା କ'ଣ କହିଲେ ପିଲାମାନେ? ସେ ଦୁଇ ଜଣକୁ ତମେ 15 ଦିନ ଭିତରେ ସେଇ ପୋଷାକ ତିଆରି କରି ଆଣି ମୋତେ ଦେବ। କାହିଁକି ନା ଆଉ 15 ଦିନ ପରେ ମୋର ଜନ୍ମଦିନ ଅଛି। ମୁଁ ସେଇ ପୋଷାକ ପିନ୍ଧି ମୋର ଜନ୍ମଦିନ ପାଳନ କରିବି ବୋଲି ସେହି ଶଠ ଦୁଇ ଜଣଙ୍କୁ ରାଜା କହିଲେ। ଶଠ ଦୁଇ ଜଣ ତନ୍ତ ପାଖରେ ବସି ବସ୍ତ୍ର ବୟନର ଛଳନା କଲେ। ରାଜଭଣ୍ଡାରରୁ ଯେତେ ରେଶମ ସୂତା, ସ୍ୱର୍ଣ୍ଣ ଜରି, ମଣି ମାଣିକ୍ୟ ଇତ୍ୟାଦି ପାଇଲେ ସେ ସବୁକୁ ଲୁଚାଇ ରଖିଲେ। ଦିନ ରାତି ତନ୍ତ ପାଖରେ ବସି ମିଛରେ ବୟନ କରିବା ଭଳି ଅଭିନୟ କଲେ। ଦିନକୁ ଦିନ ସେ ଦୁହିଁଙ୍କୁ ରାଜଭଣ୍ଡାରରୁ ଅଧିକରୁ ଅଧିକ ପରିମାଣର ସ୍ୱର୍ଣ୍ଣ ଜରି ଓ ମଣିମୁକ୍ତ ଇତ୍ୟାଦି ମିଳିଲା। ଏହି ଅଦ୍ଭୁତ ବସ୍ତ୍ର ଦେଖିବା ପାଇଁ ରାଜାଙ୍କ ମନରେ କ୍ରମେ ଆଗ୍ରହ ବଢ଼ିଲା। କିନ୍ତୁ ତାଙ୍କର ମନେ ପଡ଼ିଲା ଯେ କାରିଗର ଦୁହେଁ କହିଛନ୍ତି ନିତାନ୍ତ ବୋକା ଏବଂ ଅଯୋଗ୍ୟ ବ୍ୟକ୍ତିକୁ ଏହି ପୋଷାକ ଦେଖାଯିବ ନାହିଁ। ତେଣୁ ସେ ପ୍ରଥମେ ତାଙ୍କ ପ୍ରଧାନମନ୍ତ୍ରୀକୁ ପଠାଇଲେ। ସେତେବେଳକୁ ଏହି ଅଦ୍ଭୁତ ବସ୍ତ୍ର ବିଷୟରେ ରାଜ୍ୟ ସାରା ପ୍ରଚାର ହୋଇଗଲାଣି। ପ୍ରତ୍ୟେକ ଲୋକ ରାଜାଙ୍କର ଜନ୍ମଦିନ ପାଳନକୁ ଅପେକ୍ଷା କରି ରହିଥାନ୍ତି। ପ୍ରଧାନମନ୍ତ୍ରୀ ଯାଇ ଦେଖିଲେ କାରିଗର ଦୁହେଁ ବସ୍ତ୍ର ବୟନରେ ବ୍ୟସ୍ତ ଅଛତ। ତନ୍ତଟି ଶୂନ୍ୟ, ସେଥିରେ କୌଣସି ବସ୍ତ୍ର ନାହିଁ। ସେ ଭାବିଲେ, ମୁଁ ତ କାହିଁ ସୂତା ଖିଆଟିଏ ମଧ୍ୟ କେଉଁଠି ଦେଖିବାକୁ ପାଉନାହିଁ।
ତେବେ କ'ଣ ମୁଁ ବୁଦ୍ଧିହୀନ ଓ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ? ମନ୍ତ୍ରୀ ଚିନ୍ତାମଗ୍ନ ହୋଇପଡ଼ିବାର ଦେଖି ଜଣେ ଶଠ କହିଲା, ପ୍ରଧାନମନ୍ତ୍ରୀ ମହୋଦୟ, ଏ ବସ୍ତ୍ରଟି ଆପଣଙ୍କ ପସନ୍ଦକୁ କିପରି ଆସୁଛି? ତାପରେ ସେହି ଶୂନ୍ୟ ତନ୍ତରେ ଅଙ୍ଗୁଳି ଦେଖାଇ କହିଲା, ଏଠାରେ ଏଇ ରଙ୍ଗଟି କିପରି ମାନୁଛି? ସେଠାରେ ଯେଉଁ ସ୍ୱର୍ଣ୍ଣଜରି ଦିଆଯାଇଛି ଏବଂ ତା ପାଖରେ ଯେଉଁ ମୁକ୍ତା ଓ ମାଣିକ୍ୟ କଣିକା ଗୁଡ଼ିକ ଖଞ୍ଜାଯାଇଛି ତାହା ଆପଣଙ୍କ ମନକୁ ପାଉଛି ତ? ପ୍ରଧାନମନ୍ତ୍ରୀ ବଡ଼ ଚିନ୍ତାରେ ପଡ଼ିଗଲେ। ସେ ଯଦି କହିବେ ଯେ କିଛି ଦେଖିପାରୁନାହାନ୍ତି, ତେବେ ସେ ଜଣେ ବୋକା ଓ ନିଜ ଆସନ ପାଇଁ ଅଯୋଗ୍ୟ ବୋଲି ପ୍ରମାଣିତ ହେବେ। ଏହା ଜାଣି ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ତଡ଼ିଦେବେ। ତେଣୁ ସେ ମଧ୍ୟ ଛଳନା କରି କହିଲେ, ନିଶ୍ଚୟ ନିଶ୍ଚୟ, ଏହା ଏକ ଚମତ୍କାର ପୋଷାକ। ରାଜାଙ୍କ ଦେହକୁ ଏହା ଖୁବ୍ ମାନିବ। ଏହାପରେ ସେ ରାଜାଙ୍କ ନିକଟକୁ ଫେରିଆସି ସେହି କଥା କହିଲେ। ରାଜା ଏଥର ତାଙ୍କ ପ୍ରଧାନ ବିଚାରପତିକୁ ପଠାଇଲେ। ତାଙ୍କର ମଧ୍ୟ ସେହି ଅବସ୍ଥା ହେଲା। ସେ ତନ୍ତରେ କୌଣସି ବସ୍ତ୍ର ନ ଦେଖି ବିଚାରିଲେ, କ'ଣ ମୁଁ ପ୍ରଧାନ ବିଚାରପତି ଭାବରେ କେତେ କେତେ ମାମଲାର ବିଚାର କରି ତାର ସମାଧାନ କରିଛି। ନ୍ୟାୟ ବିଚାର ପାଇଁ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛି। ମୁଁ ତେବେ କ'ଣ ବୁଦ୍ଧିହୀନ, ପ୍ରଧାନ ବିଚାରପତି ପଦ ପାଇଁ ଅଯୋଗ୍ୟ କାହିଁ? ମୁଁ ତ କୌଣସି ବସ୍ତ୍ର ଦେଖିପାରୁନାହିଁ। ସେ ତାଙ୍କର ଦୁର୍ବଳତା ଲୁଚାଇବା ପାଇଁ ରାଜାଙ୍କ ପାଖକୁ ଆସି ଜଣାଇଲେ, ମହାରାଜ, ଏହି କାରିଗର ଦୁହେଁ ଅସାଧାରଣ ଓ ଆଶ୍ଚର୍ଯ୍ୟଜନକ ପୋଷାକ ପ୍ରସ୍ତୁତ କରୁଛନ୍ତି। ଏଥର ସ୍ୱୟଂ ରାଜା ତାଙ୍କର କେତେକ ବିଶ୍ୱସ୍ତ କର୍ମଚାରୀଙ୍କ ସହିତ ଯାଇ ତନ୍ତ ନିକଟରେ ଉପସ୍ଥିତ ହେଲେ। ସେମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଓ ପ୍ରଧାନ ବିଚାରପତି ମଧ୍ୟ ଗଲେ। ସେ ଦୁହେଁ ସେହି ଅଦ୍ଭୁତ ବସ୍ତ୍ରଟିକୁ ଦେଖି ପାରୁଥିବା ଭଳି ଛଳନା କରି କହିଲେ, ଦେଖନ୍ତୁ ମହାରାଜ, ଏହି ନୂତନ ପରିଚ୍ଛଦଟି କେତେ ସୁନ୍ଦର ହୋଇଛି। ସ୍ୱର୍ଣ୍ଣ ଜରି ଓ ମଣିମୁକ୍ତା ଯଥାସ୍ଥାନରେ ଖଞ୍ଜାଯାଇଛି। କେଡ଼େ ମନୋହର ଦିଶୁଛି। ସେମାନେ ଭାବୁଥାନ୍ତି ଯେ ବୋଧହୁଏ କେବଳ ତାଙ୍କରି ବ୍ୟତୀତ ଅନ୍ୟମାନେ ସମସ୍ତେ ସେହି ବସ୍ତ୍ରଟିକୁ ଦେଖିପାରୁଛନ୍ତି। ରାଜା କିନ୍ତୁ ମନେ ମନେ ଭାବୁଥାନ୍ତି, ସମସ୍ତେ ସେହି ବସ୍ତ୍ରଟିକୁ ଦେଖିପାରୁଥିବା ସ୍ଥଳେ ସେ ନିଜେ କାହିଁକି ଦେଖିପାରୁନାହାନ୍ତି? ସେ ତେବେ କ'ଣ ରାଜପଦ ପାଇଁ ଅଯୋଗ୍ୟ? ପ୍ରଜାମାନେ ଏକଥା ଜାଣିଲେ କ'ଣ ଭାବିବେ? ସେ ମଧ୍ୟ ନିଜର ଲଜ୍ଜାକୁ ଘୋଡ଼ାଇବା ପାଇଁ ମିଛରେ କହିଲେ, ସାବାସ୍ ସାବାସ୍, ଅତି ଚମତ୍କାର ବସ୍ତ୍ର ହୋଇଛି। ରାଜାଙ୍କ ସାଙ୍ଗରେ ଯାଇଥିବା ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ କୌଣସି ବସ୍ତ୍ର ଦେଖିପାରୁ ନଥିଲେ। ସେମାନେ କାଳେ ବୋକା ଓ ଅଯୋଗ୍ୟ ପ୍ରମାଣିତ ହେବେ, ସେଥିପାଇଁ ଅନ୍ୟମାନଙ୍କ ଭଳି ମିଛରେ କହିଲେ, ବାଃ, ଚମତ୍କାର ହୋଇଛି। ରାଜାଙ୍କର ଜନ୍ମବର୍ଷର ପୂର୍ବଦିନ ଶଠ ଦୁଇଜଣ ସୁବର୍ଣ୍ଣ ଥାଳିରେ ନୂତନ ପରିଚ୍ଛଦକୁ ରଖିଥିବାର ଅଭିନୟ କରି ଶୂନ୍ୟଥାଳିକୁ ନେଇ ରାଜାଙ୍କୁ ଉପହାର ଦେଲେ। ଏହାପରେ ରାଜାଙ୍କ ଠାରୁ ପୁରସ୍କାର ଘେନି ଚାଲିଗଲେ। ଜନ୍ମଦିନ ସକାଳୁ ରାଜାଙ୍କର ଭୃତ୍ୟ ତାହାଙ୍କୁ ନୂତନ ପରିଚ୍ଛଦ ପିନ୍ଧାଇବାକୁ ଆସିଲା। ସେ ଦେଖିଲା ଥାଳିଟି ଶୂନ୍ୟ, ତା ଭିତରେ ପ୍ରକୃତରେ କୌଣସି ପୋଷାକ ନାହିଁ। ସେ କହିଲା, ମହାରାଜ, ମୁଁ ପଛକେ ବୋକା ଓ ଅଯୋଗ୍ୟ ବୋଲି ପ୍ରମାଣିତ ହୋଇପାରେ, କିନ୍ତୁ ଆପଣଙ୍କୁ ଖୁସି କରିବା ପାଇଁ କେବେ ହେଲେ ମିଥ୍ୟା କହିପାରିବି ନାହିଁ। ପ୍ରକୃତରେ ଏ ଥାଳିରେ କୌଣସି ବସ୍ତ୍ର ନାହିଁ। ମୋର ମନେହୁଏ ସେ ଦୁଇଜଣ ମିଥ୍ୟାବାଦୀ ଓ ଠକ ଅଟନ୍ତି। ଆମକୁ ଠକି ବହୁତ ଅର୍ଥ ନେଇ ପଳାଇଛନ୍ତି। ରାଜା ଏହି କଥା ଶୁଣି ନିଜର ଭ୍ରମ ବୁଝିପାରିଲେ ଏବଂ ମନେ ମନେ ଅତ୍ୟନ୍ତ ଲଜ୍ଜିତ ହେଲେ। ସେହିଦିନ ତାଙ୍କ ସୌଖିନ ପୋଷାକ ପ୍ରତି ମମତା ଛାଡ଼ିଗଲା।
ସେ ଏଣିକି ରାଜକାର୍ଯ୍ୟରେ ମନୋନିବେଶ କଲେ। ଶଠ 2 ଜଣ ସମଗ୍ର ରାଜ୍ୟର ଲୋକଙ୍କୁ ବୋକା ଓ ଅଯୋଗ ପ୍ରମାଣ କରି ପ୍ରଚୁର ଅର୍ଥ ନେଇ ଚାଲିଯିବା ପୂର୍ବରୁ ଧରାପଡ଼ି କଠିନ ଶାସ୍ତି ଭୋଗ କଲେ। ତ ପିଲାମାନେ ଦେଖ, ଏଇଟା ସେଇ ରାଜାଙ୍କର ପସନ୍ଦ ଥିଲା ସେ ପ୍ରତ୍ୟେକ ଦିନ ନୂଆ ନୂଆ ପୋଷାକ ପିନ୍ଧିବାର। ଏଇଟା ସେଇ ଶଠ 2 ଜଣ ପିଲାମାନେ ଦେଖ ରାଜାଙ୍କର ସମ୍ମୁଖରେ ଅଛନ୍ତି। ସେ ଥାଳିରେ ପୋଷାକ ଘେନି ଆସିଛନ୍ତି। ଦେଖ।